Praise the Lord. Hallelujah. 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 प्रभुଙ୍କ नामର ଧନ୍ୟବାଦ ସେ ଆମକୁ ଗୋଟେ ସୁନ୍ଦର ସମୟ ଦେଇଛନ୍ତି ତାଙ୍କର ଉପସ୍ଥିତି ଆସିବା ପାଇଁ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ପୁଣି ଏହି ଯୁବ ସମ୍ମିଳନୀ ସଭାରେ ପ୍ରଥମ ଅଧିବେଶନରେ ଆମେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଯାଉଛୁ ଆଉ ଏହି ଅଧିବେଶନ ଯୁବାମାନଙ୍କ ପାଇଁ କାହା ପାଇଁ ଯୁବାମାନଙ୍କ ପାଇଁ ତେଣୁ ଏଠି ଯେତେ ଲୋକ ବସିଛୁ ନିଜକୁ ଟିକେ ଯୁବା ବୋଲି ଭାବବା ହେଲା ନିଜକୁ ଯୁବା ବୋଲି ଭାବବା ଆଉ ମୁଁ ଯୋଉ କଥା କହିବି ଲାଜ ହେବା ଦରକାର ନାହିଁ କାରଣ ମୁଁ ଯୁବା ମାନଙ୍କ ସହିତ କଥା ହଉଛି ହେଲା ଆପଣ ଭାବିନେ ଏଟା ଗୋଟେ କହିବାର କଥା କି ବୋଲିକି ନାଇଁ ନାଇଁ ମୁଁ ଯୁବା ମାନଙ୍କ ସହିତ କଥା ହଉଛି ତେଣୁ ଆପଣ ମାନେ ମଧ୍ୟ ଶୁଣିବାର ଅଛି ହେଲା ଆମେ ସମସ୍ତେ ଦିନେ ଯୁବା ଥିଲୁ ଆଉ ଆମମାନଙ୍କର ଜୀବନରେ ଆମେ ଗୁଡେ ବିଷୟ ଶିଖିଛୁ ଆଉ ଆମେ ଆମର ଭୁଲରୁ ବେଶୀ ବିଷୟ ଶିଖିଛୁ ଦୁନିଆରେ ଏମିତି କିଏ ନାହିଁ ଯେ କେବେ ଭୁଲ କରି ନାହିଁ ତ ଆମେ ଆମର ଭୁଲରୁ ଗୁଡେ ବିଷୟ ଶିଖିଛୁ ଆଉ ଆଜି ଭଲ ବିଷୟ କଣ ଯେ ଆମେ ଗୋଟେ ଯୁବ ସଭାଟିଏ କରିଛୁ ଆଉ ମୁଁ ଆପଣମାନଙ୍କୁ ପ୍ରଭୁଙ୍କ ଦାସ ଭାବରେ ସମସ୍ତଙ୍କୁ ଖ୍ରୀଷ୍ଟୀୟ ନମସ୍କାର ଜଣାଉଛି ସମସ୍ତଙ୍କୁ ନମସ୍କାର ପ୍ରଭୁ ଆଶୀର୍ବାଦ କରନ୍ତୁ ଆଜି ଆମେ ଦେଖୁ ଗୋଟେ କଥା ଯେ ବାଇବଲର ପରମେଶ୍ୱର ସେ ଯୁବାମାନଙ୍କୁ ଭଲ ପାଆନ୍ତି ଆଉ ଯୁବମାନଙ୍କୁ ଗୁଡେ କଥା କହିବା ପାଇଁ ଚାହାନ୍ତି ବାଇବଲର ପ୍ରଭୁ ଗୁଡେ କଥା କୁହନ୍ତି ଆମେ ଯଦି ଆମେ ଦେଖିବା ଆମେ ଗୋଟେ ପଦ ଦେଖିଛୁ ଏଠି ଉପଦେଶକ ତାର 12 ପର୍ବ 1 ପଦ ଆମେ 12 ପର୍ବ 1 ପଦ ତ ପଢିବା କିନ୍ତୁ 11 ପର୍ବରୁ ଆମେ ପଢି ପଢି ଯିବା 11 ପର୍ବ ତାର 9 ପଦରୁ କେ ଜଣେ ଧୀରେ ଧୀରେ ପଢିବେ ହେଲା ମୁଁ ଯେପରି ସୂର୍ଯ୍ୟ ତଳେ ଦେଖିଲି ଯେ 11 ପର୍ବ ତାର 9 ପଦରୁ ପଢି ପଢି ଯାଆନ୍ତୁ हे ଯୁବାଲୋକ ମାଇକ ରେ ପଢନ୍ତୁ ତୁମ୍ଭେ ଆପଣ ଯୌବନ ଅବସ୍ଥାରେ କଣ ଲେଖା ଯାଉଛି ହେ ଯୁବା ଲୋକ ବୃଦ୍ଧା ଲୋକ ନାହିଁ କି ଲୋକ ଯୁବା ଲୋକ ଯୁବା ମାନେ ଯୁବକ ଯୁବତୀ ବୋଲି ନ କହି ଯୁବା ବୋଲି କହିଲେ ଯୁବକ ଯୁବତୀକୁ ବୁଝାଇବ ଯୁବକ ବୋଲେ ଯୁବକକୁ ବୁଝାଇବ ଯୁବତୀ ବୋଲେ ଯୁବତୀକୁ ବୁଝାଇବ ଯୁବା ବୋଲି କହିଲେ ଯୁବକ ଯୁବତୀକୁ ବୁଝାଇବ ଲେଖା ହଉଛି ହେ ଯୁବା ଲୋକ ଆନନ୍ଦ କର କଣ ଲେଖା ହଉଛି କି ଆନନ୍ଦ କର ହେ ଯୁବା ଲୋକ ଯୌବନ ଅବସ୍ଥାରେ ହେ ଯୁବା ଲୋକ ତୁମ୍ଭେ ଆପଣା ଯୌବନ ଅବସ୍ଥାରେ ଆନନ୍ଦ କର କେବେ ଆନନ୍ଦ କର ଯୌବନ ଅବସ୍ଥାରେ ହଁ କେତେ ବଢିଆ କଥା ଦେଖ ବାଇବଲ କହୁନାହିଁ ଯେ ତୁମେ ଯୁବା ବେଳେ ଡକରା ପରା ଥାଅ ବୋଲି କଣ ବୋଲି କହୁଛି ତୁମେ ଯୁବା ବୟସରେ ଆନନ୍ଦ କର ମନା ନାହିଁ ଆନନ୍ଦ କର ଖ୍ରୀଷ୍ଟିଆନ ଜୀବନ ଅଛି ଆନନ୍ଦର ଜୀବନ ପାଉଲ କଣ କହୁଛନ୍ତି ଆନନ୍ଦ କର ପୁନଶ୍ଚ କହୁଛି ଆନନ୍ଦ କରିବା ପାଇଁ ମନା କୁହାଯାଉ ନାହିଁ ଆନନ୍ଦ କର ତମକୁ ଯୋଉଟା କଲେ ଆନନ୍ଦ ଲାଗୁଛି କର ଆମେ ବେଳେ ବେଳେ ଖୁସି ହଉଥିବୁ କି ନାଇଁ ବୁଢା ବୁଢୀ ରିସା ହେଲେ ଏ ଡକରା ଗୋଟେ ମଜି ମଜି ହେଲାନି ଡକରୀକୁ ନହେଲେ ଆମକୁ ଖାଲି ହସବାକୁ ମିଶା ଦଉ ନାହିଁ ନାଇଁ କି ଲେଖା ଯାଉଛି ହେ ଯୁବା ଲୋକ କଣ କର ତୁମେ ଆନନ୍ଦ କର ତମକୁ ଯୋଉଟା କଲେ ଆନନ୍ଦ ମିଳୁଛି ତୁମେ କର ବୋଲି ଲେଖା ଅଛି ଆମକୁ ଗପସପ କଲେ ଆନନ୍ଦ ଲାଗୁଛି ମୋବାଇଲ ଦେଖିଲେ ଆନନ୍ଦ ଲାଗୁଛି କାହାକୁ ଦେଖି ହସିଲେ ବୋଲେ ଆନନ୍ଦ ଲାଗୁଛି କାହାକୁ ଦେଖି କରି ମନେ ମନେ ଖଜା ଖାଇଲେ ମିଶା ଆନନ୍ଦ ଲାଗୁଛି ଲେଖା ଅଛି ହେ ଯୁବା ଲୋକ ଆନନ୍ଦ କର କିଏ ମନା କରୁଛି ଆନନ୍ଦ କର ତାପରେ ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ କଣ କରୁ ଯୌବନ କାଳରେ ତୁମର ଚିତ୍ତ ତୁମକୁ ହୃଷ୍ଟ କରୁ ତୁମର ଚିତ୍ତ ଯୋଉଟା କଲେ ତମକୁ ହୃଦୟକୁ ଭଲ ଲାଗୁଛି କର ଆମେ ବେଳେ ବେଳେ କରୁଛୁ ଏଟା କାହିଁକି କରୁଛି ବୋଲେ ମତେ ଭଲ ଲାଗବ ତ ସେଥିପାଇଁ ମୁଇଁ କରୁଛି ଯୌବନ କାଳରେ କଣ କର ତୁମର ଚିତ୍ତ ତୁମକୁ ହୃଷ୍ଟ କରୁ ପ୍ରଥମ ଲେଖା ହଉଛି ହେ ଯୁବା ଲୋକ ତୁମେ ଆପଣ ଯୌବନ ଅବସ୍ଥାରେ ଆନନ୍ଦ କର ଯୌବନ କାଳରେ ତୁମ ଚିତ୍ତ ତୁମକୁ ହୃଷ୍ଟ କରୁ ତାପରେ ପୁଣି ଆପଣାର ମନର ଗତିରେ କାର ଗତିରେ ତମର ମନର ଗତି ତମର ମନ ଯୋଉ ବାଟେ ଯିବ ଯାଅ ତମେ ଆମେ କହୁଛୁ କି ନାଇଁ ମନ ନାଚେ ରେ ମନ ତମର ମନ ନାଚୁଛି ତ ତମର ମନ ଯୋଉ ବାଟେ ଯାଉଛି ସେ ବାଟେ ବସିଥିବ ଘରେ ମନ କୋଉଠି ଥିବ ସମ୍ବଲପୁରରେ ଇତି ବସିଥିବ ମନ ଥିବ କୋରାପୁଟରେ ଏଠି ବସିଥିବ ମନ କୋଉଠି ଥିବ କୋଟପାଡରେ
ବସିଥିବେ ଏତି ପିଲାମାନେ ବହି ଖୋଲି ବସିଥିବେ ମୁଚି ଯାଉଥିବେ। ବହିରେ ହସବାଟା କଣଟା ଅଛି? ଗଣିତ ବହିରେ ହସବାଟା ଅଛି କି? ଆଜିକାଲି ହସବାଟା ଆସୁଛି ନାଇଁ କି? ଆଜିକାଲି ଯେମିତି ବହି ବନାଇଛନ୍ତି ସେଟା ମୂର୍ଖ ଲୋକମାନେ ପଢିପାରିବେ, ଜ୍ଞାନୀ ଲୋକ ସବୁକୁ ବାଏ ଲାଗି ଯାଉଛି କି ବହି ବୋଲିକରି। 1 କ୍ଲାସ 8 କ୍ଲାସ ଯାଏ ଯୋଉ ବହି ବନାଇଛନ୍ତି ବିଚିତ୍ର। ଗୋଟେ ବହି ଶୁଣୁଥିଲି, ସେ ବହିରେ ନିମୁଡା ଅଛି। କିଟା କି 8 କ୍ଲାସ ବହିରେ ପୁଣି କିଟା ନିମୁଡା ଇଂଲିଶ ବହିରେ ନିମୁଡା କୋଉ ବହିରେ ନିମୁଡା ମାନେ ଭାବି ଦେଖ କୋଉ ବାଟେ ଆମର ପିଲାମାନଙ୍କୁ ନେବା ପାଇଁ। ଆମର ପିଲା ତ ନାଚବାକେ ଆଗେ ନିମୁଡା ବାଦଲା ବୋଲେ ସେ ଦିଦି ନାଚୁଥିବ ଆଉ ପିଲାମାନେ ସବୁ ଆଗରୁ ତ ଗଦ ଥିଲୁ ଏଟା କିଟା କି ଅବସ୍ଥା କରୁଛନ୍ତି ଆମମାନଙ୍କୁ। କଣ ଲେଖା ଅଛି? ତମର ମନ ଯୁଆଡେ ଯୁଆଡେ ଯାଉଛି ତୁମେ କଣ କରିବ? ସିଆଡେ ଯାଅ। ତମ ମନ ଯୁଆଡେ ଯାଉଛି ତମ ମନର ଗତିରେ ଆଉ ଚକ୍ଷୁର ଦର୍ଶନରେ ଚାଲ। ମାନେ ତମର ଆଖି ଯୋଉ ବାଟେ ଯାଉଛି ସେ ବାଟେ କେତେ ବଢିଆ କଥା ଅଛି ଦେଖନି। ତମ ଆଖି ଯୁଆଡେ ଯାଉଛି, ଇଆଡେ ଯାଉଛି ସିଆଡେ ଯାଉଛି ତମ ଆଖି ଯୁଆଡେ ଯାଉଛି ତୁମେ ଯାଅ। ଖାଲି ଆଖି କେ କିଦ୍ରା ଏକା ଦଉଥିବେ ଟୋକି ମାନେ ଟଣ୍ଡେ କଥା ହେବେନି, ଆଖିରେ କାତା ହଉଥିବେ। ଦିନ ରାତି ଆଖି ଟିପସା ମାରବାଟା ନାହିଁ, ମୋବାଇଲ ଖୋଲି ବସି ଦେଇଥାଉଛନ୍ତି। আর কেটা মা মনে গুণবতী মা মনে কিছু বলে করছে এলো ভিতরে যাই কাতা হে দেখ। তোর বাবা কি ভাই জানলে চব্বাই তোকে ভিতরে যাই কাতা হে। এতে বড়িয়া মা মন থিলে তো কি মন রাতিটা কাই কথা হেবে না। ভাবি দেখুন ফোন আইলা বলে থেরে পেতে যাবে, কেনে যাবি এনে যাবি কি কেনে যাবি কি তেনে যাবি বললা বলে খালি পলাই বলবে কে হাতের কুড়ে কে ছাত ভিতরে উপরে কে রন্ধা ঘরে কে বাথরুম ভিতরে। এটা টকি মানে পিলার অবস্থা কম কি? রাতে 10টা হলে মোবাইল দিয়ে ভারবে। গার চৌকিদার তো এটা মানে 10টারে ভারবে 12টা ঘন্টা যায় ফোন ধরি কু ব্রিজ পাখরে কু নলা পাখরে কু গোস তলে কুড়কুড়ারে কু বন্ধ পাখে বসিথিবে। ଭଲ ଆତ୍ମା ଥିଲେ ସିନା ଭଲ ଜାଗାରେ ବସବେ। ସେତିକି ନାହିଁ ମନ୍ଦ ଆତ୍ମା କୋଉଠି ବସାଇବ ନେ ବାରି କୋଉଠି ନେଇ ବସାଇବ ତାକୁ। ତ ତମର ଚକ୍ଷୁର ଦର୍ଶନ ଚାଲ। ତମର ଆଖି ଯୋଉଟା ଦେଖିବାକୁ ଇଚ୍ଛା କରୁଛି ଦେଖ। ଆରେ ମୋବାଇଲ ମିଳିଗଲେ ତ ମୋର ମୋବାଇଲରେ ରିଚାର୍ଜ ଥିଲେ ବୋଲି ନାଇଁ କି ମତେ ଭୁକ ଶୋଷ ଜଣା ପଡୁ ନାଇଁ। ଆମର ପିଲାମାନଙ୍କୁ ଦେଖ ଭର କାନ୍ଦୁଥିବେ, ମୋବାଇଲ ଦେଲେ ଚୁପ। ସେ ନାକର ସିଙ୍ଗାନି ସେ ଆଖିର ପାନି ସବୁ ମିଛ କଥା ଖାଲି କାନ୍ଦୁଥିବ। ଆଗ ପିଲାମାନଙ୍କୁ ବୁଝାଇବାକୁ କଣ କରୁଥିଲେ? ଡାଣ୍ଡେନି ଦେଖ ଦେ ବାବୁ ଦେଖେ ଦେ ବାବୁ କାଉ ଗଲାନି ଦେଖେ ଦେ ଦେଖେ ବାବୁ ଦେଖେ ଦେ ଦେ ବା କୁକୁର ଗଲାନି ଅଜା ଘରେ ଜୁ ମାମୁ ଘରେ ଜୁ ବୋଲି। ଏବେ କାର ଘରେ ଜୁ ନାଇଁନି ସତଟା ନାଇଁ ଗରଗରି ଯାଉଥିବେ। ମୋବାଇଲ ମିଳିଗଲେ ଚୁପ ସମସ୍ତଙ୍କୁ ସେଇଟା। ମୋର ପ୍ରିୟ ଭାଇ ଭଉଣୀ ମାନେ କଣ ଲେଖା ଯାଉଛି? ଏ ଯୁବା ଲୋକ ତୁମେ ଆପଣ ଯୌବନ ଅବସ୍ଥାରେ ଆନନ୍ଦ କର, ଯୌବନ କାଳରେ ତୁମ ଚିତ୍ତ ତୁମକୁ ହୃଷ୍ଟ କରୁ, ପୁଣି ଆପଣ ମନର ଗତିରେ ଓ ଚକ୍ଷୁର ଦର୍ଶନରେ ଚାଲ। ତାପରେ ମାତ୍ର ପରମେଶ୍ୱର ଏଠି ଆସିଗଲା ମାତ୍ର। କଣଟା ହେଲା? ଏ ମାତ୍ର ଯଦି ନଥାନ୍ତା ସବୁ ଭଲ ଥିଲା। ଏବେ ଯାଏ ଏ ମାତ୍ରଟା ଆସି ଅସୁବିଧା କରିଦେଲା। ଏବେ ଯାଏ ଠିକ ଥିଲା। କଣ ଥିଲା? ଏ ଯୁବା ଲୋକ ତୁମେ ଆପଣ ଯୌବନ ଅବସ୍ଥାରେ ଆନନ୍ଦ କର, ଠିକ। ଯୌବନ କାଳରେ ତୁମ ଚିତ୍ତ ତୁମକୁ ହୃଷ୍ଟ କରୁ, ଠିକ। ଆପଣ ମନର ଗତିରେ ଚାଲ, ଠିକ। ଚକ୍ଷୁ ଦର୍ଶନ ଚାଲ, ଠିକ। ଏବେ ଯାଏ ଠିକ ଥିଲା। ଏଠି ମଝିରେ କଣ ଆସିଛି? ମାତ୍ର, କିନ୍ତୁ, ତଥାପି, ବଟ୍ ନାଇଁ କି ପରନ୍ତୁ। এটা আকা ডেঞ্জারটা এটা কোন লেখা আছে? মাত্র ପରମେଶ୍ୱର ଏହି ସବୁ ବିଷୟ ଧରି এই ସବୁ ବିଷୟ ଧରି ତୁମକୁ ବିଚାରରେ ଆଣିବେ। କଣ କରିବେ? এই ସବୁ ଯୋଉ କରୁଛ କି ନାଇଁ ତୁମେ ଯୌବନ କାଳରେ ଆନନ୍ଦ କଲ, ତମର ଚିତ୍ତ ତୁମକୁ ହୃଷ୍ଟ କଲା, ମନର ଗତିରେ ଚାଲିଲ, ଚକ୍ଷୁର ଦର୍ଶନ ଚାଲିଲ, ତମର ପାଇଁ ଠିକ ଥିଲା। ମାତ୍ର ଯୋଉଟା କରିଛ ଏ ସବୁକୁ ଧରି କାହାକୁ ବିଚାର ଆଣିବେ? ତୁମକୁ ବିଚାରରେ ଆଣିବେ, ବାକି ଲୋକ ନାହିଁ। ଏବେ କଣ କରୁଛୁ?
विचार कथा कार मन एका ना आम भावुँ प्रभु प्रभु आमको बनाई देले अरे पास गले आमर इच्छा जंती जीव काटुला बाइबल कौन कहूँ प्रभुंकर चक्षुरे तो चक्षु मान पक्षी विस्मृत नुहे चढ़ई को से पासरी ना बोले आमको पास रे कि हमें कौन करूँ जहाँ को इच्छा बस मुझे बाहर स्वागत कला बेल को डोकरा डोकरी मन देखली गुपी गली मुझे ओहो ए जुब मीटिंग रे बुढ़ा बुढ़ी आसती किटा कहबी एम को बोली देखला को जुवा युवती भितर बसती बसला को देखला मुझे फुंडा मारली ना डोकरा डोकरी जुब मीटिंग कौन कहबी मुई गुपी जाइली को देखी करी तो प्रिय भाई भौणी माने कौन लेखा अच्छी हे जुवा लोक तुम्हें अपन यौवन अवस्था रे आनंद करो ठीक যৌবন কাল তোমার চিত্ত তুমি ঘৃষ্ট করু এটা আমি স্যার ঠিক ভাল লাগুছি তোমার মনর গতিরে চালো এটা তো ন কইবার রকে আমি চালুছু আমাকে চালো বলবা দরকার কি আমাকে কি কইবার দরকার নেই আমার বাটে আমি চালুছু তারপরে চক্ষুর দর্শনরে আখি তো মলকি যাউতো সমান তোমার চক্ষুর দর্শন তুমি চালো এটা যাই ঠিক ছিল এটি কোন মাত্র परमेश्वर ए सब विषय धरी तुम जो जोटा कर कि नहीं ए सब विषय धरी तुमको विचार आनबे तुम बापा की माँ को नहीं तुमको एबे कौन कहू मुई कले तक किसेला मुई कथा हेली हेलो कहीं की रात कथा होचु तुई माँ हिचु माँ इथा चुप इथा देख बेसी कथा होचु तुई ए पुओ मान को कहब कि एमाने अलगा किसम एटा माने एटा अलगा धांधर लोक माने माने एमान को बुझाए बोले बेसी कहले बोले डोकरा को बाजाले जानबो बेसी होउची ए डोकरा एगो बाबा को बुझाई दे देख बेसी कथा कहउची से बेसी कथा एटा को कहबे पोसला कुकुर जम बरी बोली न खाई न पी कर पोसबार और एमान को टेम्पर सुनवा झियो माने कौन कर माँ को तु कौन कर दीछु गो तु किस्ता कर दीछु मोर पाई ये बा आकाश गुला गुला उधर लेटा माने से माँ हागा मुता फिंगी को जत्न नहीं बड़ करिछि से माँ को ना लिया कि तु केते पढिछु गो तु केते पढिछु 7 क्लास फेल मते बुझाछि से 7 क्लास फेल आका तुमके बीए पढ़ाइछि जो माँ को लुगा पिंधे जाना नहीं से तुमको लुगा पिंधे बार सिखाइछि जो माँ भल खाई नहीं तुमके से भल कर खाइबा देछि एबे पिला माने बापा बाबा को कौन बोल कहउछंदी डैडी ए डैडी तबे कौन कर दिछो डैडी मोर पई ये बा कौन कर दिछो डैडी दिन रात कुली करूछंती वर्षा अंदर जे काम करूछंती रास्ता रे काम करूछंती भूख लागले मिसा खाऊ हां से कोबाटी खोली दियो ए बाबू हां डाबी दे सब खोली दे बोले ढापा कर से हाँ से आउजी करके बस जदि खोली पारबने हाँ ए पिला माने बढ़िया पिला माने तुम इटू उठबो ना हाँ मुई जब बसबी तबे तुम उठबो गुपी गले मन सरदार बसतेले सिना एबे का को छाड़ बरे मन के भीतर हैला ठीक तमर प्रिय भाई भणी माने एबे जुबा माने कौन बोली कहउछथि बापा को तमे कौन करि देइछ का को डर नहीं अरे कौन बोली कहउछथि पास्टर को डरबे कि पास्टर को डरबाटा नहीं उल्टा पास्टर को डराइबे पास्टर जदि दुगला बरा कहले बोले कथा घरे कहले ए मामी पास्टर आगे किस किस कहउछथि गो बाकी और बादला पर आगा कहउछथि मु जीवी नहीं जा मते प्रार्थना जीवा की इच्छा नहीं मते बेसी विचार कर दउछथि से बापा मां पास्टर गुडबा कास्त होछथि आज्ञा कौन कौन कहलो पुनी हमरो पुओ जो दुख हो जाइछथि तमे बापा मां कहू न बोली पास्टर कहउछथि तो पास्टर को लेके कहबारी सेटा पे मुके डाकी छथि पास्टर तमे हुडा आज्ञा मते फ्री रे मास भी नहीं डाबू खाइबी डाबू ने भी भल कर खाइबी और हुडी करी जी मोर काम सत्य आर किछि नहीं नोर प्रिय भाई बणी माने एटी कोन लेखा अछि जुवा लोक मान को तुमको जूटा इच्छा करो जेने जाउछ जाओ हां से गीत गाउछ कि नहीं तू जेने रही था जाटा करू था रबार दिन चर्च हां आसु तो सत्य तू जेने जाउछ जा सोमवार शनिवार केने जीवु जा जाए टाइम सा करू था खाली जिसम लगी थी
ବଞ୍ଚି ଥା। ଏ ବା ତାର ଅର୍ଥ କଣ? ଜେନେ ରହିଥା ବୋଲେ তুই কটকরে থা কি ভুবনেশ্বর থা কি দিল্লি থা কি কোটি অଛୁ তুই গাঁরে অଛୁ থা যাইটা କରୁଥା ବୋଲେ କିଟା ପାଠ ପଢୁଥା ନହେଲେ କୁଲି କରୁଥା ନହେଲେ ଚାକିରି କରୁଥା ନହେଲେ ବେପାର କରୁଥା ଯୀଶୁ ଲାଗିଛି ଲେଖବା ଲୋକ ଖରାପ ଲେଖି ନାହିଁ, ବୁଝା ଲୋକ ଖରାପ ବୁଝାଉଛନ୍ତି। ହଁ ତୁମେ ଯୋଉଠି ଥାଅ, ଗାଁରେ ଥାଅ କି ସହରରେ ଥାଅ, ଯୀଶୁଙ୍କ ପାଇଁ ତୁମେ ବଞ୍ଚୁଥାଅ। ହେଲେ ଆମେ କେମିତି ସୋମବାରରୁ ଶନିବାର ଗୋଟେ ପ୍ରକାର, ରବିବାର ଦିନେ ଚର୍ଚ୍ଚ ଆସି ଦେଇ ସେ ଭକ୍ତି କୋଟି ତ ଲୁଣ୍ଡାଇ କରି ଆଣିଥିବେ। ସେ ଭକ୍ତି ଆସିକରି ତୁଝେ ଦେଖନା ପେଚା ପ୍ରଭୁ ରାତି ଯାକ ତାକେ ଦେଖୁଥିଲୁ ଭିଡିଓ କଲ କରି, ଏବେ ତୁଇ ମକେ ଦେଖବାକୁ ଆସିଛୁ। ବୁଢୀ ମା ମନ ମିଶା ପ୍ରାର୍ଥନା ଆଇବେ ନାହିଁ, ଆଇବେ କି ଆଇବେ ନାହିଁ। ପ୍ରାର୍ଥନା ଆସ ବୋଲେ ଦୁନିଆ ଷ୍ଟୋରି କାତାନି ବୋଲେ କାତାନି କଣ ବୋଲି କହିବେ, আসবাকে ইচ্ছা বাবু, প্রার্থনা আইবাকে ইচ্ছা যে মুই তো দেখি না পারি, শুনি না পারি, খালি টিভি একা দেখি পারি আর টিভি একা শুনি পারি। আইব না ইয়ে বাহানা। আরে যদি বেশি কইবে এ মা প্রার্থনা আস আইবাকে ইচ্ছা বাবু, মোর পা তো জ্বলা পোড়া, আন্টু গন্টি বতা, পিন্ডরি মন দুকা, আটা দুকা, ସେ ଦୁଃଖା ପାଇଁ ମୁଇଁ ଆସୁ ନାହିଁ ବୋଲି ବସେ। ମାତ୍ର ଏ ଦୁଃଖା ଯଦି ସେମଲି ଗୁଡା କି ଦାମନ ଯୋଡି କୋଉଠି ବିବାହ ଥିବ, ଏ ଆଟା ଦୁଃଖା ପିଟି ଦୁଃଖା ବଲେର ପଛ ବାଟେ ଆପଟି ହି ବସି କରି ଆଗେ ଯାଇଥିବ, ଯିବ କି ନାହିଁ? ଯିବ। ତାକେ ଭେଟି ପାଚାର ତ କେତେ ବା ବୋଲେ ହେ ଦେ ଆସି ଘରେ ଡାକିଥିଲେ ବାବୁ, ନ ଗଲେ କେମିତି ହେବ, ଗୋଟେ ବୋଲି ତ ଭାଞ୍ଜି ଅଛି, ତାର ଟକିର ବିବାହ, ସେ କେତେ କାଚାନି କବିତି କିଛି ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି କେତେ ଜଣ କଣ କରିବେ, ପ୍ରାର୍ଥନା আসবে ନାହିଁ, আসবা হাটকে ଯିବିବେ, କେବେ ଯିବ? আসবা ହାଟକେ ଥିବ ବୋଲି ଗ୍ୟାରେଣ୍ଟି ଅଛି ନାଇଁ? ଆସନ୍ତା ସପ୍ତାହ ତମେ ଥିବ ବୋଲି କିଛି ଗ୍ୟାରେଣ୍ଟି ଅଛି କି? ଆଜି ଆମେ କଣ କରୁଛୁ, ଯାହାକୁ ଇଚ୍ଛା ଯୋଉଟା କରୁଛୁ। ଲେଖା ଯାଇଛି, ହେ ଯୁବା ଲୋକ ତୁମେ ଆପଣ ଯୌବନ ଅବସ୍ଥାରେ ଆନନ୍ଦ କର, ତମକୁ ଯୋଉଟା କଲେ ଆନନ୍ଦ ମିଳୁଛି କର। କହୁଛ ମତେ ଆନନ୍ଦ ମିଳୁଛି, ମତେ ଖୁସି ଲାଗୁଛି ଏଟା କଲେ, ତାକୁ କଥା ହେଲେ ମତେ ଖୁସି। ଫୋନ ନ ଆଇବା ଯେ କେମିତି ଥିବେ, ମୋଟି ଦେଲା କୁକୁଡ଼ା ପଡାଇ ଦେଇଥିବେ, ଫୋନ ଆସୁ ଆସୁ ସାଙ୍ଗରେ କେମିତି ଧନ ଭଲ ଅଛ, ଧନ କାଇ ଧନ, ଏଟା କୁଇର ଧନ। ଅନେକ ପୁଅ ଝିଅ ମାନେ ଏବେ ଏବେ ମନେ ମନେ ଖାଜା ଖାଉଛନ୍ତି। ତୁମକୁ ବିବାହ ହେବି ମୁଇଁ, କେବେ ହେବ? ଏବେ ତ 9 କ୍ଲାସ କି 10 କ୍ଲାସ ପଢୁଛ, ବିବାହ କେବେ ହେବ? ଆସନ୍ତା କାଲି ହେବ। ପାଠ ପଢିଲା ବେଳେ ପାଠ ପଢବାର ନାଟ କରବାର ନାହିଁ, ପାଠ ପଢିଲା ନାଟ କଲେ ନାଟ ମିଶା ନଷ୍ଟ, ପାଠ ମିଶା ନଷ୍ଟ, ପରେ ଆଫାଡି ବସିଥିବେ। 10th ফেল কে বিবাহ করে নেবে, গোরা চকচক রইবে, খালি গোরা আছে 10 ক্লাস ফেল করবে। যদি তুমি পাঠ পড়িথিব, তুমি কলা হেলে অসুন্দর হেলে মিশা, যদি তুমি বিডিও হয়ে গেল, ডক্টর হয়ে গেল, ইঞ্জিনিয়ার হয়ে গেল, লেকচারার হয়ে গেল, মাস্টার হয়ে গেল, কোন বলি কইবে কালিয়া হেলে কায় হেলা, গুণরটা কাম কলানি, চাকরি কলানি, আসি ঘর খোঁজি খোঁজি আসি প্রস্তাব ভাবো নাই। সৌন্দর্য অসার পথে ଯିବାର ନାହିଁ। କଣ ଲେଖା, তুমি যৌবନ কাଳରେ କଣ কর, তুমি আনন্দ কর, তুম চিত্ত তুমি সুস্থ করু, তোমার মনের গতিরে চক্ষুর দর্শন চালো। মাত্র পরমেশ্বর এই সব বিষয় ধরি তুমକୁ ତୁମର ବାପା ମାକୁ ବିଚାର କରିବେ ନାହିଁ। ଆପଣ ଯାହା କରୁଛନ୍ତି ପ୍ରଭୁ ଆପଣଙ୍କର ବିଚାର କରିବେ, ବାପା ମାର ନାହିଁ। ବାପା ମା ଆପଣଙ୍କୁ ଜନ୍ମ ଦେଲେ, ପାଠ ପଢାଇଲେ, ଯେତିକି ବୁଝାଟା ବୁଝାଇଲେ ବାପା ମା ବୋଲେ ସରିଲା କଥା। ବଲକାଟା ପ୍ରଭୁ ଅଛନ୍ତି, ସେ କଣ କରିବେ, ବିଚାରରେ ଆଣିବେ। ଆଣିବେ ନାହିଁ ବୋଲି ଭାବ ନାହିଁ, ଆଣିବେ ଆଣିବେ। ଏବେ କଣ କରୁଛୁ ଆମେ, ଭୁଲ କରି କାକ ନା ନେଇ ଦଉଛୁ। କୋଉଠି ଯାଇଥିଲୁ ଲୋ, ମୁଇଁ ଯାଇନଥାନ୍ତି ମାମି, ହେଠି ସେ ଡାକଲା ତ ତାର ସାଙ୍ଗେ ମୁଇଁ ଯାଇଥିଲି। କାହିଁକି ପିଇଲୁ ରେ? ମୁଇଁ ପିଇ ନାହିଁ,
ସେ ଡାକି ନେଲା ଆରି ପିଆଇଲା ମତେ। ସେ ଡାକି ନେଇ କଣ କେମିତି ପିଆଇଲା, ତଲେ ଢୁଲେଇ ଟୋଟି ବାଡିକୁ ଥମନା ଚିରି ଢୁକାଇ ଦେଲା। କଣ କରିବ? ଏବେ ଆମେ କଣ କରୁଛୁ? ଭୁଲ କରି କାର କାର ନା ନେଇ ଯାଉଛୁ। ଏଇ ଟିଭି କାହିଁକି ଦେଖୁଛୁ? ପାକାଇଥିଲେ ତ ଦେଖିଥିଲି। ନାଇଁ ନାଇଁ, ଆଖି ଦେଖବା ପାଇଁ ଏକା ଦିଆଯାଇ ନାହିଁ, ନ ଦେଖବା ପାଇଁ ମିଶା ଦିଆଯାଇଛି। ପାଟି କହିବା ପାଇଁ ଦିଆଯାଇ ନାହିଁ, ନ କହିବା ପାଇଁ ମିଶା ଦିଆଯାଇଛି। ପାଦ ଖାଲି ଯିବା ପାଇଁ ନାହିଁ, ନ ଯିବା ପାଇଁ ମଧ୍ୟ। ତମର ହାତରେ ବ୍ରେକ୍ ଅଛି, ତମର ହାତରେ ଗିୟର ଅଛି, ତମର ହାତରେ ଫ୍ରଣ୍ଟ ଅଛି, ବ୍ରେକ୍ ମିଶା ଗିୟର ଅଛି। ଇଚ୍ଛା କଲେ ନେ ଯିବ, ଇଚ୍ଛା କଲେ ପଛେ ଯିବ, ଇଚ୍ଛା କଲେ ଯିବ ନାହିଁ। କଣ କହିବ? ଆଜି କୁଆ ଯାଇନୁ କି? ନାଇଁ ଭାଡା ଯାଇ ନାହିଁ ବୋଲବ। ଘରେ ବସିଥିବା, ସବୁଆଡେ ବୁଲବାର ନାହିଁ। প্রিয় ভাই ভଉଣୀ ମାନେ, କଣ ଲେଖା ଯାଉଛି? ମାତ୍ର, ଏଇଟା ହଉଛି ଡେଞ୍ଜର କଥା। ମାତ୍ର ପରମେଶ୍ୱର ତୁମେ ଯାହା କରୁଛ ଏସବୁ ବିଷୟ ଧରି ତୁମକୁ ବିଚାରରେ ଆଣିବେ। ଆଣିବେ। ଆମେ କଣ ଭାବୁଛୁ? ଦେଖିଲେ ତ ଆଣିବେ। କିଏ ଦେଖିଲା? ସତ ନା ନାହିଁ? ଆମେ କଣ ଭାବୁଛୁ? କିଏ ଦେଖିଲା? ପୁଅ ଝିଅ ମାନେ ଫୋନରେ କଥା ହେଲା ପ୍ରଥମେ କଣ କରିବେ? ଆଗେ ଖାଲି ଦେଖିବେ। ହଁ କିଏ ଦେଖ? ହଁ କଣ? ନାଇଁ କିଏ ଦେଖୁଥିଲେ କି? ନାଇଁ ଦେଖୁଥିଲି ତ। ଇଟୁ ହିଣ୍ଡି ହିଣ୍ଡି ଯିବେ, ପେରାହାଣ୍ଡି ଯାଇ ହିଣ୍ଡି ହିଣ୍ଡି ଯିବେ। ସେଠି ଗୋଟେ ସ୍କୁଟି କି ବାଇକ୍ ଥିବ, ସେଠି ଚେକି ଦେଇକରି ମୁହଁ ପାଟେ ଢାପିକି ପଳାଇବେ। ମୁହଁରେ କପଡା ଢାପିକି ସେଥିରୁ ଇଟରୁ ପୁରା ଏକଲା ହିଣ୍ଡି ହିଣ୍ଡି ଯିବ। ହଇ ନାନି ହିଣ୍ଡି ହିଣ୍ଡି ଯିବି। ଜୟନ୍ତଗିରି ଛକରେ ଗାଡି ଗୋଟା ମିଳିଲେ ଦେଖିବି, ତେନେ ଦେଖିଲା ବେଳେ ଗୋଟେ ଗାଡି ବାଟେ ଜାଗିଛି। ମାନେ କମ ଚତୁର ଏଟା। ମାନେ ପୁଡିଆ ଗାଁରେ ଖାଇବେ ନାହିଁ, ବାଇକ୍ ନେବେ, ସେ ଛକେ ରଖେ ବାଇକ୍ ଖୋଲି କରି ପକା ଦେଇ ହେଲମେଟ ପିନ୍ଧି ଦେବେ। କେ ବୋଲି ଜାଣା ପଡବ ନା କିଟା ଖାଉଛି ଜାଣା। କମ ଚତୁର କି ଆମେ? ଭାଇ ଭଉଣୀ ମାନେ, ଆମେ ସବୁ ଭୁଲ ଭାଲ କରି କରି ଚତୁର ହେଇଯାଇଛୁ। ଚତୁର କାଉ କଣ ଖାଇବ? ଚତୁର କାଉ ପେରାହାଣ୍ଡି ଭାଟାର ବିରିୟାନୀ ଖାଇବ। ଚତୁର କାଉ କିଟା ଖାଇବ? ସେ ଭାଟାର ବିରିୟାନୀ ଖାଇବ। ଯେତେ ଲୋକ ଚତୁର ହେଇଛନ୍ତି, ସବୁ ଲୋକ ଦୁଇ ହାତ ରାପିଛନ୍ତି। କିଏ କରି ନାହିଁ। ଏବେ ଯେତିକି ବିବାହ ହେଇଛନ୍ତି କି ନାହିଁ, ସେମାନେ ମିଶା ବସି ଭାବୁଛନ୍ତି ମୋର ମାର କାତା ମାନିଲି ନାହିଁ, ବାପାର କାତା ମାନିଲି ନାହିଁ, ଏ ଘରେ ଆସି ହୀନସ୍ତା ହଉଛି। ଏ ମା ଆଇବି କି ଗୋ? ମା କୁ କୁହ ଡାକୁ। ସେ ମା କହିବ ତୁ ଡାକୁ କେ ଯାଇଛୁ, ମୁଁ ଡାକବି ନାହିଁ ବୋଲ। ଡାକୁ। ଏମାନେ କଣ ଭାବୁଛନ୍ତି? ଯିବି କାନ୍ଦା ବୋବାଇ ଫୁସଲାଇ ଦେଲେ ତ ଫୁସଲି ଯିବେ ବୋଲି। ଏବେ ଯୋଉ ପିଲାମାନେ ଟାଇମ ପାସ୍ ପାଇଁ ପୁଡିଆ ଖାଇଲେ, ଏବେ ଛାଡି ପାରୁ ନାହାନ୍ତି। ପିଲାମାନେ କଣ କରୁଛନ୍ତି? ମଦ ନ ପିଲେ ଏ ମାଇଚିଆ ମଦ ପିଉ। ତୁ କାହିଁକି ରଣ୍ଡରା ପିଲା ହେଲୁ? ତୁ ମଦ ପିଉ। ମଦ ନାଇଁ ରେ, ଏଟା କୋଲ୍ଡ ଡ୍ରିଙ୍କସ। କୋଲ୍ଡ ଡ୍ରିଙ୍କସ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାପ କରିପାରିବ, ପାପ କରିବାର ସ୍ୱାଧୀନତା ସମସ୍ତଙ୍କୁ ଅଛି, କିନ୍ତୁ ନିଜେ ଆକା ଭୋଗବ। ଆରିକେ ଭୋଗବ। ମୁଁ ଯୋଉ ପାପ କରିବି ମୁଁ ଆକା ଭୋଗିବି। ମୋର ପାପ ମୋର ପରିବାର ଲୋକେ ଭୋଗିବେ, ମୁଇଁ ଆକା। ଏବେ କଣ ଭାବୁଛୁ ଆମେ? ଶୈତାନର ସବୁଠୁ ବଢିଆ ମିଛ କଣ? ତମକୁ କେହି ଦେଖୁନାହାନ୍ତି। ଶୈତାନର ଭଲ ମିଛ କଣ? ତମକୁ କେହି ଦେଖୁନାହାନ୍ତି। ବିଲେଇକୁ ଦେଖିଛ? ବିଲେଇ, ତମ ଗାଁରେ ବିଲେଇ ଅଛି? ହଁ ହଁ, ସେ ବିଲେଇ ହିନ୍ଦୀଟା ତାକୁ, ଆମର ଦେଶିଆ ବିଲେଇ ନାହିଁ ସେଟା, ସେ ହିନ୍ଦୀ କଥା ହବ। ଦେଖଛ ନାଇଁ? ମିଆଉ 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 ଜାଣବା କଥା। এটা হিন্দি বিলাই, এটা গুজরাটর বিলাই কি কেমতি জানা নাই? সত কি নাই? বিলাই সব খাই চুপচাপি দিয়েছি। দুনিয়া যাকর বিলাই গুজরাটর বিলাই বেশি চালাক বিলাই, সব খাইদেব চুপচাপি থিব। ହେଲେ ବିଲେଇକୁ ଦେଖିଛୁ କି ନା କେମିତି ଥିବ ବିଲେଇ? ଆକିଲିମ ଦେବ, ଆକିଲିମ ଦେ ମାଛ ଖା, ଆମ୍ ଖା, ସେ ମାଛକୁ ଖାଇବ, ସେ ଚିକେନ ଖାଇବ, ସବୁ ଖାଇଦେବ, କ୍ଷୀର ପିଇ ଖାଇଦେ ଚୁପଚାପ ଦବ। କାହିଁକି? ସେ ଭାବୁଛି ମୁଇଁ ଆକି লিমি ଦେଲେ ମକେ আর কে দেখবে। হ্যাঁ, এটা ବିଲେଇର ପାଠ। এটা ବିଲେଇ କଣ କରିବ? ଖାଇବା ଆଗରୁ ଆଖି লিমি ଦେବ। ସେ ଆଖି লিমি ଦେଲେ କଣ ହବ? ସେ ଆଖି ବନ୍ଦ କରିଦେଇ ଭାବୁଛି ମତେ କେହି ଦେଖୁନାହାନ୍ତି। ସେ ବିଲେଇ ଡୁମା ଆମକେ ଧରିଛି। ଆମେ ବି କଣ କରୁଛୁ? ଆମେ ବି ସବୁ କାମ କରୁଛୁ, ଆରେ ଭାବୁଛୁ କଣ? ମକେ କେ ଦେଖୁନାହାନ୍ତି। କବାଟ ବନ୍ଦ କରିଦେଲୁ, ଟିଭି ଦେଖିଦେଲୁ,
ମୋବାଇଲରେ 4ଟା ପାସୱାର୍ଡ ପକାଇ ଦେଲୁ, ଆମଠୁ ଚତୁର କିଏ ନାହିଁ, ସତ ନା ନାହିଁ? ଝିଅ ମାନେ ତୋର ମୋବାଇଲର ପାସୱାର୍ଡ ଖୋଲି ତୋର ମା କେ ଦେଖାଉ, ଏଠି ମା ଏଟା ମାନେ ଦେଖୁଛି ଗୋ, ଏଟା ମାନେ ଏଟା ଏଟା ନାଇଁ କି ମୁଁ ଦେଖୁଛି ଗୋ, ଏଟା ଯଦି ଭଲ ମା ହେଇଥିବ ଠୁଟି ବାର୍ନି ସାଙ୍ଗେ ମାରିବ। ଆଜିର ମାଳି କିଛି ବୋଲି କହିବ ମୁଇଁ ବି ଦେଖୁଛି ଲୋ, ଦେଖୁଛି ତୋର ବରା ଆଗା, କାହିଁକି ଯେମିତି ମାକୁ ସେମିତି ପିଲା। ଘୁଷୁରୀ ପିଲା କେମିତି ଥିବ? ବାଘ ପରା ଥିବ, ଘୁଷୁରୀ ପରା ଥିବ। କୁକୁର ପିଲା କୁକୁର ପରା ଥିବ, ଗାଈ ପିଲା ଗାଈ ପରା ଥିବ, ଭଇଁସାର ପିଲା ଭଇଁସୀ ପରା ଥିବ। ଆରେ କେମିତି ଥିବ? ଆମର ପିଲା କେମିତି ଥିବ? ଆମର ପରା ଆଗା ଥିବ, କେମିତି ଥିବ? ଆରେ ମନେ ରଖିଥାନ୍ତୁ, ଯେ ଭୁଲ করব ସେ ভোগব। বাইবেল কହୁଛି କଣ? ତୁମେ ଯାହା ବୁଣିଛ ତାହା ତୁମେ ହିଁ କାଟିବ, ବିଲ କାଟିବ, ତୁମେ ପାଇବ ସେଟା। ଆମେ କଣ କରୁଛୁ? ଆମର ଧାରଣା କଣ? ମତେ କେହି ଦେଖୁନାହାନ୍ତି। ଆମେ ନାନା ଭୁଲ କାମ କରିବାର କାରଣ କଣ? ମତେ କେହି ଦେଖୁନାହାନ୍ତି। ଏ ମୋବାଇଲରେ କଣ କରୁଛୁ? କଣ କଣ ଦେଖୁଛୁ ଜାନା ନାହିଁ। ଏକ ତାପରେ ପାସୱାର୍ଡ ପକାଇ ଦେଇଛୁ। ଆରେ କଣ କହୁଛୁ? ମୋର ମା ଭକୁଆଟା, ଜାଣିବ ନାଇଁ ମୋର ମା ଜାଣିବ ନା। ବାପା ତ ଇଏ ବାପା, ବାପା ମତେ ବେଶୀ ଭଲ ପାଇବେ ଲୋ, ବେଶୀ ବୋଲେ ମୋର ବାପା ବୋଲେ ମୁଇଁ ତାଙ୍କର ପୁରା ଲାଡଲି ବେଟି। ଇଏ କଣ ଭାବୁଛି? ଭାଇ ତ କହିପାରିବ ନାହିଁ। ଭାଇ ତ ହେଲୋ କାକୁ କଥା ହଉଛୁ? ହଁ ଏ ଭାଇ ବେଶୀ କଣ ନାହିଁ, ଦେଖ ବଡେଇ ନ ତ କଣ କରିବ? ସେ ଭାଇ କୁ କହିଲେ ଏଟି ମୋର କଥା କହ ନାହିଁ, ତୋର କଥା କହିବି କି? କହିବି, ହଉ ହଉ ଥାଉ ଥାଉ ବୋଲ ବସେ। କାରଣ ସେ ମିଶା ଆମର ପଳାଟା କି ନାହିଁ। ବଡ ଭଉଣୀ ସାନଟାକୁ କହିପାରିବ ନାହିଁ। ବଡ ଭଉଣୀ ସାନଟା କହିବ ହେଲୋ କଣ କରୁଛୁ ଲୋ? କଣ କରୁଛୁ ନାହିଁ, ତୋର କଥା ମା କୁ କହିବି କି? କହିବି, ହଉ ଚୁପ ଚିଡ଼ିଗଲା କଥା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯାହାକୁ ଯୋଉଟା ଇଚ୍ଛା କରି ଚାଲିଛୁ। ଆରେ ଭାବୁଛୁ କଣ? କରୁଥିବି ମୋର ବାଜାଏ, କରୁଥିବି ଚାଲିଥିବ ବୋଲି। ବାଇବଲ କଣ କହୁଛି? ତୁମେ ଯାହା କରୁଛ ଏ ସବୁ ବିଷୟ ଧରି ପ୍ରଭୁ ତୁମକୁ ବିଚାରରେ ଆଣିବେ। ଏତିକି ମନେ ରଖିଥିବ। ଆମେ କଣ ଭାବୁଛୁ? ମୋକେ କେହି ଦେଖତ ନାହିଁ, ମତେ କେହି ଦେଖୁନାହାନ୍ତି। କାଲି ମୁଁ ଗୋଟେ ମଣ୍ଡଳୀରେ ଯାଇଥିଲି, କାଲି ଗୋଟେ ଚର୍ଚ୍ଚରେ ଯାଇଥିଲି। ଆମର ଚର୍ଚ୍ଚଟା ଗୋଟେ ସେଠି ମୁଁ ଯାଇଛି, ଆଉ ସେ ପ୍ରଚାର କରୁଥିଲି। ପ୍ରଚାର କଲା ବେଳେ ମୁଁ ତାଙ୍କୁ କହିଲି ଯେ ଖ୍ରୀଷ୍ଟିଆନ ଚୋରି କରିବ ନାହିଁ, ଖ୍ରୀଷ୍ଟିଆନ ଲୋଭ କରିବ ନାହିଁ, ଖ୍ରୀଷ୍ଟିଆନ ପର ଜିନିଷ ନେବ ନାହିଁ, ଖ୍ରୀଷ୍ଟିଆନ ଅନ୍ୟର ଜିନିଷ ଘରେ ରଖିବ ନାହିଁ, ଯାହା ଜିନିଷ ତାର ଘରେ ଥିବାର ଅଛି। ମୁଁ ଖାଲି କହିଲି ତମର ଘରେ ଯଦି କାହାର ଗିନା ଗ୍ଲାସ ଛୋଟୁ ଡେକ୍ସି ଚାମଚ ମିଶା ଅଛି, ହେତୁ କରି କରି ଯାଟା ତାକୁ ଦେଇଦିଅ, ଏଟା ଲୋଭ କରି ନରକେ ଯାଉ ନାହିଁ ବୋଲି। ଆମର ଘରେ ଅଛି କି ନା? ସବୁ ଘରେ କିଛି ନା କିଛି ଥିବ। ସ୍ପୁନ ହେଲେ ଥିବ, ଏ ସ୍ପୁନ ନାଇଁ କି ବଢିଆ ଖାଇବାକୁ ଲୋକ ସ୍ପୁନ ଭଲ ଲାଗିବ, ଲାଗିବ କି ନାହିଁ? ଗିନା ହେଲେ ଏ ଗିନା ନାଇଁ କି ବଢିଆ लो ମୁଣ୍ଡରେ ଗିନା ବେଶୀ ସୁନ୍ଦର, ଦେଖୁନି କେତେ ଓଜନ ଅଛି, ମୋଟା ନେଇ ଆରି କାଟା ସେଟା ପ୍ଲେଟ ବି ଲୋକଟାକ ଭଲ ଲାଗିବ, ଲାଗିବ କି ନାହିଁ? ହଁ ଆମେ କାହାର ଘରେ ଯାଇଥିବୁ, ଦେଖବୁ ମୋର ଚାର୍ଜର ତ ଖରାପ ହେଇଛି କି ନାହିଁ, ଧୀରେ ପ୍ରଭୁ କା ଧନ୍ୟବାଦ କର ମୁନେ ପୁରେ ଦେ ପ୍ରଭୁ ଜଗାଇଲେ लो, ଏ ନୂଆଟା କିଣିଲୁ ନାହିଁ, ପ୍ରଭୁ ଜଗାଇଲେ। କୋଉଠୁ ଜଗାଇଲେ? ହଁ ତ ଖାଲି ମୁଁ କହିଲି ଯଦି କାହାରି ଜିନିଷ ତମ ଘରେ ଅଛି ତମେ ଦେଇଦିଅ। ଗୋଟେ ମା 3 ଦିନ ହେଲା ଗୋଟେ ହାରଟା ପାଇଥିଲା, ସୁନା ହାର, ଖାଟା କି ପଡିଥିଲା, ସେ ରଖିଥିଲା। ସେ ଲୋଭରେ ନାହିଁ, ରଖିଛି, ମିଳିଛି ତ, କାହାକୁ ସୁନା ଲୋଭ ନାହିଁ, ସେ ରଖିଛି। ହେଲେ ସେ ଯୋଉ ମାଇକିନା ହଜାଇଛି ସେ ମାଟା, ସେ ମିଶା କହୁନାହିଁ, କହିଲେ ଘରେ ମାଡଗୋଳ ହବ, ତୁ କେବେ ପକାଇଲୁ ବୋଲି, ସେ ବି ଖସରି ଗଲା ପରେ ଚୁପ ହେଇ ଦେଇଛି। ହେଲେ ମୁଇଁ ବାକ୍ୟ କହିଲା ପରେ ପର ଜିନିଷ ଲୋଭ କର ନାହିଁ, ଫେରେଇ ଦିଅ ବୋଲିଲା ପରେ ଆମେ ଗାଡି ଷ୍ଟାର୍ଟ କରି ପଳେଇ ଆସିଲୁ। ସେ ଖୋଲିଲେ, ସେ ଆଜ୍ଞା ମାନେ କେଣେ ଗଲେ ବୋଲାରୁ ନାଇଁ ପଳେଇଲେ ବେ। ତାପରେ ତାଙ୍କର ଡିନ୍ ମିଶା ଥିଲେ, ସେ କୁଆଡେ ଗଲେ? ନାଇଁ ସେ ମିଶା ଗଲେ ବେ ବୋଲେ। ବୋଲେ ସେ ମା ସେ ଗାଁର ପାଷ୍ଟର ଆଜ୍ଞାକୁ ନେଇକରି ଦେଲେ, ହେଠି ଆଜ୍ଞା ଏ ହାର ମୁଇଁ ମିଲେଇଥିଲି, କାଟା ହେଲେ ଦେଇଦିଅ ବୋଲି। ଭାବି ଦେଖନ୍ତୁ, ଦେଇଦେଲେ ସେ। ତାପରେ ସେ ମା ଗୋଟେ ଗଲା, ହଇ 3 ଦିନ ହେଲା ମୋରଟା ହାଜିଛି ବୋଲିଲା। ସେ ଖ୍ରୀଷ୍ଟିଆନ ଜୀବନ ସେଟା।
ଆଜ୍ଞା ପ୍ରଭୁଙ୍କୁ ଜାଣିନଥିଲୁ, ଚର୍ଚ୍ଚ ଆସି ପାଣି ଧରିବାର ଯାଉଥିଲୁ। ସତ ନା ନାହିଁ? ଆମେ ମନେ ରଖିବା ଦରକାର, ମୁଁ ଯାହା କରୁଛି ସବୁ ପ୍ରଭୁ ଦେଖୁଛନ୍ତି। ଯୁବା ପୁଅ ଝିଅ ମନେ ରଖିଥାନ୍ତୁ, ଆପଣ କଣ କରୁଛନ୍ତି, କୋଉଠି କଥା ହଉଛନ୍ତି, କୁଆଡେ ଯାଉଛନ୍ତି, ଏ ସବୁ ବିଷୟରେ କିଏ ଜାଣୁ କି ନ ଜାଣୁ ପ୍ରଭୁ ଜାଣିଛନ୍ତି। କୋଏଲ ଗ୍ରୁପରେ ଗୀତ ଗାଉଥିବେ କି ନାହିଁ, ସେ ପିଲା ପାଖରେ ସେ ଟୋକିଆ ଠିଆ ହେବାର ଅଛି। ମୁଁ ଠିଆ ହେବି, ହାଲେଲୁୟା। ଏବାଟେ ଠିଆ ହେଲେ ହାଲେଲୁୟା ସେଠି ଆକା। ଗୋଟେ ଜାଗାରେ ଦୁଇଟା ଟୋକି ଚୁଟି ଧରା ଧରି ହେଇଛନ୍ତି, କଣ ପାଇଁ ବୋଲେ ତୁଇ ତାର ପାଖରେ କାହିଁକି ଠିଆ ହେବୁ, ମୁଇଁ ଠିଆ ହେବି। কি এমন আরাধনা করলে পবিত্রতা উতরবে? কোন করছেন? পবিত্র আত্মা, পবিত্র আত্মা বলে এ বাজা বাজা মন মিশা গলে পবিত্র আত্মা কোনটি বাজলানি ইতিকে সিতি লাইবে নাই। পবিত্র আত্মা কোটি থিবে ভাই ভনি, মানে পবিত্র আত্মা ইটি থিবে। এটা পবিত্র আত্মার ঘর। পবিত্র আত্মা বরগত তলে নথিবে, পবিত্র আত্মা কুবলি তলে নথিবে, পবিত্র আত্মা বন্ধ গুড়ারে নথিবে, পবিত্র আত্মা গুম্পারে নথিবে। পবিত্র আত্মা আমার ভিতরে এটি থিবে, এটি থিবে। তাকে ডাকবা দরকার নেই। হারি আইয়ে পবিত্র আত্মা, हम आपको स्वागत करते हैं। তুই কেরে স্বাগত করবাটা? তোকে তো 50 বর্ষ মিশা হে নাই, তুই আইবা পূর্বর মুই আছি, তুই মকে স্বাগত করব। আসন্তু আমি মানে পবিত্র আত্মাকে স্বাগত করবা, তুই কে স্বাগত করবা? তোর জন্ম পূর্ব, তোর বুয়ার বুয়া জন্ম হেবা পূর্ব পবিত্র আত্মা এটি অଛନ୍ତି। তুমি পবিত্র আত্মার রুহ। আমার মা মন প্রার্থনা আইবে নাই, আইবে কি সব বেলে প্রার্থনা আইব কি মা? আমাকে কায় কষ্ট যে সব তো প্রভু দেলাইবে। তুমি যা, তোমার ঘরে তো কষ্ট সমস্যা বেশি আছে বলবে। যেতেলে তাঙ্কর ঘরে অসুবিধা হয়েଯିବ, স্বামী মদ পি কুড়কুড়া চপ, পরস্ত্রী পত্রে জীব, পিলাটকে এনে তেনে হেবে, বুয়ারি পাচারব নাই, ইতিহাসী করি হে প্রভু কোটি অছ রাজা, তুমি কোটি অছ? প্রভু কহ তুই কুই থিলু কো আগে, তুই কোটি থিলু আগে মতে কো, মকে পাচারছ কোটি থিল বলে। মোর প্রিয় ভাই ভଉଣୀ মানে কৌনসি রবিবার প্রার্থনা ফিটব নাই। প্রার্থনা আসবে, উত্তম দান নেই আসবে প্রভুଙ୍କୁ দেবা পাই। ভাবি দেখো, মুই তো আশ্চর্য হଉଛି, এবে কেতে বর্ষ হেলা সে মন্দির বনাইলে, কেতে বর্ষ, বেশি বর্ষ হই নাই, এবে এবে বনাইছেন সত কি নাই? আমি দেখলু কি নাই, সে আমার আজ্ঞা মহাপ্রভুকে হাত ধরি করে নেলা কি নাই? হ্যাঁ দেখলু, মানে মহাপ্রভুকে হাত ধরি করি, আরে সে স্ট্যাচু মিশা কোন মহাপ্রভুর হাইট সান, আঙ্কর হাইট বড়। যদি বাপা মা পিলাকে হাত ধরি স্কুল নেবে কি নাই, সেমতি মন্দির চল নেলে। মানে হাস্ୟାସ୍ପଦ ବିଷୟ ଗୁଡାକ। ମହାପ୍ରଭୁକୁ ଆମେ ପ୍ରାଣ ଦେଇ ହବ, ପ୍ରାଣ ପ୍ରତିଷ୍ଠା କଲେ। ଏବେ ଜାଣା ପଡୁଛି ମନ୍ଦିର କାହିଁକି ବନାଇଥିଲେ ବୋଲି। କାରଣ ୟା ଦ୍ୱାରା କଣ ହେଇପାରିବ, ଆମର ଲୋକମାନଙ୍କୁ ଭୋକୁଆ ବନାଇବେ, ଲୋକ ଯିବେ, ଡାବୁ ଦେବେ, ସବୁ ନେବେ। ଏବେ କଣ କହୁଛନ୍ତି, ମହାପ୍ରଭୁକେ ଆମେ ଆଣିଥିଲୁ ବୋଲେ ଡାବୁ ମିଶା ଆମେ ଆକା ନେବୁ ବୋଲୁଛନ୍ତି। କେତେ ପଇସା? 70 କେଜି ସୁନା, 200 কেজি রূপা, 200 কোটি টঙ্কা দিসবাটা। এটা নো দিসবাটা কেতে? আমি এ চর্চ নাই কি আরে 200 বর্ষ থিলে মিশা কোটি টাকা চাঁদা আইব না, আইব মুস্কা মুস্কি মানে 10 টঙ্কা, সে 10 টঙ্কা হাটে দোকানে বাজারে চলব না, সেটা ধরে আইব। আমি সোনা পাকাইবু বাইক চাবিছি আমকু নাই, আর বুয়া কালে সোনা পকাইবু না। সেমন দেখুন 70 কেজি সোনা, কেজি কেজি আହୁରି କଣ କଣ ଦେଇଛନ୍ତି। ଆପଣ ତ ପ୍ରଭୁଙ୍କ ପାଖରେ, ସେମାନେ ତ ପ୍ରତିମା ପାଖରେ ଯାଉଛନ୍ତି, ଆମେ ତ ଜୀବିତ ପରମେଶ୍ୱର ପାଖରେ ଆସୁଛୁ। ଆସିଲା ବେଳକୁ ପ୍ରାର୍ଥନା ସହିତ ଆସିବାର, ଉତ୍ତମ ଦାନ ନେଇ ଆସିବାର, ପବିତ୍ର ହେଇକରି ଆସିବା। ପ୍ରଭୁ ଆମକୁ କହୁନାହାନ୍ତି ମୁଣ୍ଡ ଧୋଇବା ବୋଲିକରି, ପବିତ୍ର ହେଇକରି ଆସ ବୋଲି କହୁଛନ୍ତି। ଆଜି ଆମେ ବାକ୍ୟ ଶୁଣିଲା ବେଳକୁ ଟିକେ ଦେଖିବା, ଯୁବା ଲୋକ ତୁମେ ସବୁ କରିପାରିବ, କିନ୍ତୁ ତୁମେ ଭୋଗବା ପାଇଁ ରେଡି ଥିବାର ଅଛି। ଆଖି ଅଛି ବୋଲି ଦେଖିବାର ନାହିଁ, ପାଦ ଅଛି ବୋଲି ଯିବାର ନାହିଁ, ମନ ଅଛି ବୋଲି ଭାବବାର ନାହିଁ। ଆମେ ଯାହା କରିଛୁ ପ୍ରଭୁ ସେଟା ଦେଖୁଛନ୍ତି, ସେଟା ପ୍ରଭୁ ଦେଖୁଛି। ଆପଣ ଭାବନ୍ତୁ ନାହିଁ କିଏ ଦେଖୁନାହାନ୍ତି ବୋଲି। ଶୈତାନ କଣ କରୁଛି, କିଏ ଦେଖୁନାହିଁ ରେ, ଏ ମଦ ପିଇ ମନକୁ ଦେଖିଛ କି ନାହିଁ? ମଦ ଦୋକାନ ଯିବା ପୂର୍ବରୁ ଏନେ ତେନେ ଦେଖବେ, କେ ନାହିଁ ବୋଲେ ଖୁଚକିନା ପୁରି ଦେବେ। ଏ ପୁଡ଼ିଆ ଖାଉନ ମିଶା
ସେ ଭାଙ୍ଗ ପୁଡ଼ିଆକୁ ରମଦବେ ଦେଖି ଦେଖି ଦେଖିଛ ଗନ୍ଥମନାକୁ ଦେଖିଛ କି ନାହିଁ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଗରିବ ହେଇନଥାନ୍ତୁ, ଆମେ ଗରିବ ହେଇଥାନ୍ତୁ କି ନାଇଁ? ଆମର ପୁରା ପରିଶ୍ରମ କରିବା ଲୋକଟି ଅଛନ୍ତି, ଦିନ ରାତି ପରିଶ୍ରମ କରୁଛି, ହେଲେ ବି ଅଟୁ ନାହିଁ। କାହିଁକି? ଆମର ଘରେ ଏବେ ମିଶା ଗୋଟେ ମଦୁଆ ଆଲଜିଛି, ଗୋଟେ ନହେଲେ ଗୋଟେ ମଦୁଆ ଆମର ଘରେ ଥିବେ କି ନାଇଁ? ଗୋଟେ ମଦୁଆ ଥିବେ। ଗୋଟେ ମଦୁଆ ଥିଲେ ଦିନକୁ କେତେ ଟଙ୍କାର ମଦ ପିଇବ? 200 ଟଙ୍କାର ମଦ ପିଇବ। ଆମେ କଣ କରୁଛୁ? ପିଓ ବେ ପିଓ। କାକା ଚାବାକେ ଗଲାନି, ତାଙ୍କୁ କେତେ ଟେନସନ। ପିଉଛନ୍ତି, ପିଅନ୍ତୁ ବେ, ମତେ ହୁଡବେ, ମତେ ଗାଲି କରିବେ, ମୁଇଁ ମାଇଣ୍ଡ କରିବି ନାହିଁ। তোকে মাইন্ড ଥିଲେ তো করবো, তোকে তো মূলকে মাইন্ড আঁকা নাই, হ্যাঁ মাইন্ড করবো নাই পুনিয়ে। মানে যদি গোটে মদুয়া থিব, শুଣନ୍ତୁ ମୋର କଥା ଦୟାକରି, ଯଦି କିଏ ମଦ ପିଇବା ଲୋକ ଘରେ ଅଛନ୍ତି, ଖାଲି କହିବ ମୁଇଁ କହୁଥିଲି ବୋଲି, ମୋର ନାନୀ କହୁ କି ନା, ମଦୁଆ ମାନଙ୍କୁ ମୋର ପୁରା କିଏ ପ୍ରେମ କରୁନଥିବେ। ଯେତିକି ସେମାନଙ୍କୁ ସବୁ ମିଟିଂରେ ମୁଁ ମଦୁଆ ମାନଙ୍କୁ ହେତୁ କରୁଛି, ସବୁ ମିଟିଂରେ ଲୋକ କଣ କରୁଛି, ଏ ତ ଆରମ୍ଭ କଲେ ମଦୁଆ ମାନଙ୍କୁ କହିସି। ମୁଁ ଚାହୁଁଛି ଆମର ଗାଁରେ ମଦ କେ ପିଇବା ଲୋକ ନଥାନ୍ତୁ, ଆମର ଗାଁରେ କେ ଋଣୀ ନଥାନ୍ତୁ। ଆମର ଗାଁରେ ଲେଖା ଅଛି ମଦ ମୁକ୍ତ ଗ୍ରାମ, ଋଣ ମୁକ୍ତ ଗ୍ରାମ ବୋଲି ଲେଖା ହେଲେ ବାସ୍ ମୋର କାମ ସରିଗଲା। ପ୍ରିୟ ଭାଇ ଭଉଣୀ ମାନେ ଦେଖନ୍ତୁ, ଯଦି ଆମର ଘରେ ଗୋଟେ ମଦୁଆ ଥିବ, ଦିନକୁ କେତେ ମଦ ପିଇବ? 200 ଟଙ୍କା। ଦିନକୁ 200 ବୋଲେ ମାସକୁ କେତେ ହେଲା? ଦିନକୁ 200 ବୋଲେ ମାସକୁ କେତେ ହେଲା? 6000 ଟଙ୍କାର ମଦ ପିଇଲା। ତାପରେ ଦେଖିବେ ପୁଡ଼ିଆ ଖାଉଛି 50 ଟଙ୍କାର, ମାସକୁ କେତେ ହେଲା? 50 ବୋଲେ 1500 ଟଙ୍କା, 1500 ବୋଲେ କେତେ ହେଲା? 7500 ଟଙ୍କା। একলা গন্থম না, ଖାଇବାର ନାହିଁ, ପିଇବାର ନାହିଁ, ଖାଲି ପାଣି ପି ଥୁକବାକୁ 7500। 7500 କଣ ହବ? ଗୋଟେ ପ୍ୟାକେଟ ଚାଉଳ ଆଇବ, ଗ୍ୟାସ ସିଲିଣ୍ଡର ଗୋଟେ ଆସିବ, ଆଇବ କି ନାହିଁ? ପନିପରିବା ସବୁ ଆସିବ, ପିଲାର ଟ୍ୟୁସନ ଫିଜ୍, ସ୍କୁଲ ଫିଜ୍ ହବ। 4 ଦିନ ମାନେ ମାସରେ 4 ଥର ଆପଣ ମାଂସ ଖାଇପାରିବେ, ଘରର ସବୁ ସୌଦା ସାମାନ କିଣି ପାରିବେ 7500 ଟଙ୍କାରେ। একলা ଏ ନିର୍ବୁଦ୍ଧିଆ ମଦ ପିଇକରି ଘରକୁ ବୁଡ଼ାଉଛି। ଆଉ ଯଦି ଘରର ବାପା ଯଦି ମଦୁଆ ହେଇଥିବ, ଝିଅ ମାନେ ଭଲରେ ଥିବେ କି? ଥିବେ ନାହିଁ। ଯଦି ଝିଅ ଭଲରେ ଥିଲେ ମିଶା, ସେ ଘରେ ଭଲ ପ୍ରସ୍ତାବ ଆସିବ ନାହିଁ। ଆଇବ କି? କିଏ ବନ୍ଧୁ ଜଣବେ ନାହିଁ, ଏ ମଦୁଆ ଆମକୁ ଜଣା ନାହିଁ ସେଟା। ତ ଆମେ ଯିଏ ଯାହା ଧାନ୍ଦାରେ ଅଛୁ, ଆମେ କଣ ଭାବୁଛୁ? ମୋର ଇଚ୍ଛା। କଥା କଲେ କଣ କହେ? ମୋର ଇଚ୍ଛା, ମୋର ଇଚ୍ଛା, ମୁଇଁ କାକେ ହିସାବ ଦେବାର ନାହିଁ। କୁଆଡେ ଯାଇଥିଲ ମୋ? ମୋର ଇଚ୍ଛା। କାହିଁକି ପିଉଛ? ମୋର ଇଚ୍ଛା। তোর বুয়ার ডাবুরে পিউ নাই, মোর ডাবুরে পিউছি। এ পুড়িয়া কাইকি খাউছু? মোর ইচ্ছা। এলো এই সে বাবু সাঙ্গ কাই কাতা হচ্ছু? মোর ইচ্ছা। সবু তো মোর ইচ্ছা, কাকু ডরবাটা নাই। কে কাকু ডরবাটা নাই? ଦେଖିବେ କେତେଦିନ ଝିଅ ମାନେ ସେ ପେରାହାଣ୍ଡି ଛକେ କାତା ହେବେ, ତାପରେ ଟିକେ ଆଗକୁ ଛାଡ଼ିବାକୁ ଆସିବ, ତାପରେ ଟିକେ ଆଗକୁ ଛାଡ଼ ଆସିବ, ତାପରେ ନେକ୍ସଟ ଟାଇମ କଣ କରିବ? ଆମର ଡାଣ୍ଡେ ଆଣି ବାଇକ ରଖିବ, ଏଚେକି କରି ଯିବ। ଲାଜ ବହୁତ ଗଲା ପରେ କିଛି ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ପାପ କରୁଛୁ, ଆମେ ଭାବି ବସୁଛୁ କଣ? ମତେ ଖୁସି ଲାଗୁଛି ମୁଁ କରୁଛି, ମତେ ଯୋଉଟା ଇଚ୍ଛା ଲାଗୁଛି ମୁଁ କରୁଛି, ମତେ ଯୋଉଟା ଇଚ୍ଛା ମୁଁ ଯାଉଛି କରୁଛି। ନାଇଁ, এই ସବୁ ବିଷୟ ଧରି ପ୍ରଭୁ ବିଚାରରେ ଆଣିବେ ବୋଲି ଲେଖାଇଛି। ରୋମିଓ 14 ପର୍ବ 12 ପଦରେ ପଢିବେ। ରୋମିଓ 14 ପର୍ବ ତାର 12 ପଦ। ରାତ୍ରି ପାହାନ୍ତେ ହେଉଅଛି, 14 ପର୍ବ 12 ପଦ। ଅତଏବ ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। କାର ହିସାବ ଦେବେ? যার হিসাব সে দেব। কার পাখরে? প্রভুর পাখরে। এবে ভাবো নাই পুয় ঝিও মানে, তুমি কোন ভাবুছ? মুই কাকু হিসাব দেবার নাই। ঠিক ଅଛି, দে নাই। মাত্র যেবে প্রভু আইবে, তোকে হিসাব দেবাকু খালি খালি গীতা গাইলে আইবা আইবে আইবা, আইলে কি সব? আইলে করব, সবুর হিসাব করবে, হিসাব করবে। আমি যে যাহা করি চালিছু,
ଯାହାକୁ ଯୋଉଟା ଇଚ୍ଛା କରି ଚାଲିଛୁ। ଲେଖା ହେଇଛି, ହେ ଯୁବା ଲୋକ, ତୁମକୁ ଯାହା ଇଚ୍ଛା କର, ମାତ୍ର ମନେ ରଖିଥାଅ ଏସବୁ ବିଷୟ ବିଚାର ଧରି ପ୍ରଭୁ ତୁମକୁ ବିଚାରରେ ଆଣିବେ। ଏସବୁ ବିଷୟ ଧରି ବିଚାରରେ ଆଣିବେ, ଏଇଟା ତୁମେ ଜାଣିଥାଅ। ଏଇଟା ସେ କହୁଛନ୍ତି, କୋଉଟା ଜାଣିଲେ ଜାଣ, ନ ଜାଣିଲେ ନାହିଁ, ଏତିକି ଜାଣିଥାଅ ଯେ ତୁମେ ଯୋଉଟା କରୁଛ ଏଇଟାକୁ ଧରି ପ୍ରଭୁ ତୁମକୁ ବିଚାରରେ ଆଣିବେ। ଆଣିବେ ନାହିଁ ବୋଲି ନାହିଁ, ଆଣିବେ। ଆଜି ଆମକୁ ଭଲ ଲାଗୁଛି ଯାହା। ଏବେ ଗୋଟେ ଗାଁରେ ମୁଁ ଯାଇଥିଲି, ଆମର ଗୋଟେ ମଣ୍ଡଳୀରେ, ସେଠି ଗୋଟେ ପୁଅଟା ସାକ୍ଷ୍ୟ ଦଉଥିଲା, ଭେଣ୍ଡିଆ ପୁଅଟା। ମୁଇଁ ମଦ ପିଉଥିଲି ହେଲା, କହୁଥିଲା ମୁଇଁ ମଦ ପିଉଥିଲି, ରକମ ମଦ ପିଇବାର। ଆରେ ଗାଁର ସବୁ ପିଲାମାନଙ୍କୁ ମଦୁଆ କରିଥିଲି। ଦିନେ ତୁରୁକ ଆଜ୍ଞା ବାକ୍ୟ ଶୁଣିଲି, ବାଧିଗଲା ବୋଲା, ବାଧିଗଲା। ମଦୁଆ ମାନଙ୍କୁ ଯେମିତି କହୁଥିଲେ ବାଧିଗଲା, ଛାଡି ଏକା ଦେଲି ବୋଲା। ସାକ୍ଷ୍ୟ ଦଉଥିଲା ସେ, ଛାଡି ଅମୃତ କି ମଦ, ଅମୃତ ନ ପିଲେ ମରିଯିବୁ, ପୁଡ଼ିଆ ଅମୃତ, ତାକେ କାତା ନହେଲେ ମରିଯିବୁ କି? হ্যাঁ, রাতি যাক পটর পটর হয়ে কথা হতে। হ্যালো, হুম, হ্যাঁ, হুম, হ্যাঁ, হুম, 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 হুম। মানে দেখবো এমানকু যদি বাহারু শুনবো বলে আকে ভূত ধরিছি, মানে ডুমা হুকুরলা পাকা হଉଥିବ, হুঁ হুঁ হଉଥିବ, নলে আকু জ্বর হইଥିବ, ম্যালেরিয়া জ্বর হইଥିବ। হুঁ হুঁ হুঁ, কোন আর সকালে উঠি কোন হতে ধন, কেତେବେଳେ উঠল ধন, শৈল তো 3টা আর ধন কেତେବେଳେ উঠব তা 9টা বেলে। মুই বি উঠলি ধন 9টা বেলে একা, ব্রশ কলনি করি না। তারপরে জলখিয়া কিসা খাইল, হেটি ইডলি, ইয়ে মুই মিশা ইডলি খাইলি, ইডলি খাইলি। তারপরে কଣ কহব, গাধাইল। ଏବେ ଦେଖିବେ ଏ ମୋବାଇଲ ବାୟା ବାଇଡି ଭଲ କରି ଗାଧେଇବେ ନାହିଁ, ବଟା ବଟି ପୁରା ଥିବେ, ଦେଖିବେ କି ନାହିଁ? ସବୁବେଳେ ତ ମୋବାଇଲ ଚିନ୍ତା ଥିବ। ଆପଣ ଦେଖ, ଆପଣଙ୍କ ଘରେ ସ୍ୱାମୀ ଯଦି ମୋବାଇଲ ଚାର୍ଜରେ ବସାଇଥିବେ, ଆଜି ବାଥରୁମରେ ଯାଇଥିବେ, ଫୋନ ରିଙ୍ଗ ହେଲା, ସେ ତ ତାବାଲ ଧରି ଗୁଦଗୁଦିଆ ହେବ, ଏ ଛି ନାହିଁ ଛି ନାହିଁ, ଦେଖ ଫାଟିଯିବ ବୋଲିଲା ଭଳିଆ। ଏତେ ଡର କଣ ପାଇଁ? ସ୍ୱାମୀ ଉଠାଉ କି ସ୍ତ୍ରୀ ଉଠାଉ କି ବାପା, ଝିଅ ମାନେ କଣ କହିବେ, ଏ ମା ମୋର ମୋବାଇଲ ତୁ କାହିଁକି ଉଠାଇଲୁ? କଣ ପାଇଁ ତୁଇ ମୋର ମୋବାଇଲ ଉଠାଇଲୁ? ମୋର ମୋବାଇଲ છી ବୋଲି କେ କହିଲା? ସେ ମୋବାଇଲ କିଣି ଦେଇଛି କେ? ଏ ଲାଟରି ମା ଗ୍ରୁପରୁ ନାନୀ କରି, ଏ ଗ୍ରୁପରୁ ନାନୀ ମୋବାଇଲ କିଣି ଦେଇଛି, କମ ମା କେ ଏଟା ମିଶା। ଏ ମା ଏଟା କଣ କରିବା? ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ମନେ ରଖିଥାନ୍ତୁ, ଆମେ ଯାହା ବି କରୁଛୁ ଦିନ ଆସିବ, ସବୁର ହିସାବ ପ୍ରଭୁ କରିବେ, ଆମକୁ ବିଚାର କରିବାଟା କରିବେ ଆକା। ଆମେ ଭାବୁଛୁ କଣ, ମୁଇଁ କାହାକୁ ଡରୁ ନାହିଁ, ମୁଇଁ ପାପ କଲି ବୋଲି କେ କହିଲା, କେ ଦେଖଲା, କେ ଦେଖଲା? ଏ ମା ମାନଙ୍କୁ କୁହ ତ, ଏ ଯେ ନାନୀ ତୋର ପାପା ରାତିରେ ସେ ବରି ପାଖେ କାହାକୁ କାତା ଉଠିଲା, କଣ ବୋଲି କହିବ? କେ ଦେଖଲା? କେ ফুটলা আকিরে দেখলা? আকি ফুটাইବାକୁ আগে এটা ଟିକେ ପଚାରିଲେ ହେବ କି ନାହିଁ? ପରେ ପଳାଇଲା, ପରେ ପଳାଇଲା, ପଳାଇଲା, କୋଟି ପଳାଇଲା, କାହାକୁ ପଳାଇଲା? ସେ ତ ଦୁନିଆ ଲୋକ କାତା ହଉଥିଲା, କାହାକୁ ପାଲାଇଥିବ? ଦେଖିଲା ବେଲେ କୁ ଆଟୋ ବାଲାକୁ, ସେ ଛାଡରା ଗୋଟେ ଥିବ, ତାକେ ପାଲାଇଥିବ। ସେ ପିଲା 7 ଫେଲ, ଏ BA ପାସ୍। କେତେ ବଢିଆ ଦେଖ ତ, ବାପା ମାର ମାନ ମର୍ଯ୍ୟାଦାକୁ ତଲେ ପକାଇ ପାଲେଇଛି କାକୁ? ଆଟୋ ବାଲାକୁ। ଆଟୋ ବାଲାକୁ ଯିବାଟା ଖରାପ ବୋଲି କହୁନାହିଁ, ଯଦି ଭଲ ପିଲା ହେଇଥିଲେ ଗଲେ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, କଣ କରବା? ଆମର ପିଲାମାନେ ବି କମ କି, 4 ନାର କମାନି ନାହିଁ, 12 ନାର ଫୁଟାନି ଆକା। ସେ ବାପା ମା ଯୋଉ ବାଇକ କିଣି ଦେଇଥିବେ କି ନାହିଁ, ସେ ବାଇକ ରେ ତାର ବାପା କେବେ ବସିଯିବ ନା, ମା କେବେ 4 ଲକ୍ଷ ଲଗା ଲାଦା ତେଙ୍ଗଡ଼ା ହେଇଯାଉଥିବେ, ଉପକା ତେଲ ପାକାଇବେ, ବସିଯିବେ। ଆଜି କେମିତି ଚଲାଉଥିବେ ଏମିତି ଆକା, ବୋଲେ ଆଜି ଆଜି ଆକା ମରବୁ ବୋଲଲା ଭଳିଆ। କେମିତି ଗାଡି ଚଲାଉଥିବେ, ଆଜି ଆକା ମରବୁ ବୋଲଲା ଭଳିଆ। ଆରେ ତମର ଘରେ ତମର ବାପା ମା ଅଛନ୍ତି, ତମକୁ କଣ ହେଲେ କେମିତି ହେବେ ବାପା ମା, କେମିତି ବଞ୍ଚବେ? ଭାବି ଦେଖ, ଆମର ପିଲାମାନେ କଣ କରୁଛନ୍ତି?
ଗୋଟେ ଭଲ ଜିନ୍ ପ୍ୟାଣ୍ଟ ଘେନି ଆଣିବେ ଆଉ ଘରେ ବସି ବ୍ଲେଡରେ କାଟୁଥିବେ। ମା ମାନେ ପ୍ରାର୍ଥନା କର ତମ ପିଲାମାନଙ୍କ ପାଇଁ, ପ୍ରଭୁ ମୋର ପିଲାକେ ଭିକାରୀ ଡୁମା ଧରିଛି ପ୍ରଭୁ ବୋଲି। କି ଡୁମା? ଭିକାରୀ ଡୁମା, ଭିକାରୀ ଡୁମା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଆଜି ବାକ୍ୟ ଶୁଣିଲା ଟିକେ ନିଜ ଜୀବନକୁ ଦେଖବା। କାହିଁକି ମୁଁ ଯାହା କରୁଛି, ମୋର ମା ମାନେ ଭାଇ ମାନେ ଖାଲି ଯୁବକ ମିଟିଂ ବୋଲି ବସ ନାହିଁ, ସେ ବାଟେ କିସ୍ଟା ହଉଛି ଦେଖୁଛ, ଏ ବାଟେ ଦେଖ, ଏ ଦେ ଏ ବାଟେ ଦେଖା, ବାହାରେ ବସବା ଲୋକ ଲାଇସେନ୍ସ କି କେତେ ନାଇଁ ସବୁ ଭଲ। ବାହାରେ ବସିଲେ ଲାଭ କଣ? ବେଳେ ବେଳେ ମୋବାଇଲ ଦେଖି ହବ, ବେଳେ ବେଳେ କଲ୍ କରିବାକୁ ଯାଇ ହବ, ବେଳେ ବେଳେ କି ନାଇଁ ଫୋନ ଫଟୋ ସେ ଫଟୋ ମଧ୍ୟ ଦେଖି ହବ ଫୋନର। ଶୁଣନ୍ତୁ ଟିକେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ପ୍ରତ୍ୟେକ ମନେ ରଖିଥାନ୍ତୁ, ଆମେ ଯାହା କରୁଛୁ ଏସବୁର ହିସାବ ଦିନେ ପ୍ରଭୁ କରିବେ। ସେ ଦେଖୁଛନ୍ତି, ଆମକୁ ଦେଖୁନାହାନ୍ତି କି? ଆମେ ଭାବୁଛୁ ମତେ ମୋର ବାପା ଦେଖୁନାହାନ୍ତି, ମତେ ମୋର ମା ଦେଖୁନାହାନ୍ତି, ମତେ କେହି ଦେଖୁନାହାନ୍ତି, କିନ୍ତୁ ମତେ ଜଣେ ଲୋକ ଦେଖୁଛନ୍ତି, ସେ ହଉଛନ୍ତି ମୋର ପ୍ରଭୁ। ଆଉ ସେ ମୋର ପାପ ହିସାବରେ ମୋର ବିଚାର କରିବେ, ସେ ଦେଖୁଛନ୍ତି ସବୁ। ଆପଣ ଦେଖିବେ ହିତୋପଦେଶ 15 ପର୍ବ ତାର 3 ପଦ, ହିତୋପଦେଶ 15 ପର୍ବ 3 ପଦ। ସଦାପ୍ରଭୁଙ୍କ ଚକ୍ଷୁ, ସଦାପ୍ରଭୁଙ୍କ ଚକ୍ଷୁ, କାହାର ଚକ୍ଷୁ? ହଁ, ଆମର ବାପା ମାର ଚକ୍ଷୁ କାଲିକେ ଦିଶବ ନାହିଁ। ବୁଢା ବୁଢୀ କେତେ ଦେଖବେ ତା? ମୋର ବାପା ଏଇଠି ଆଗ ଦେଖିପାରିବ, ଦୂରକୁ ଗଲେ ଦେଖିପାରିବେ କି ଦେଖିପାରିବେନି। ମୋର ମା ମୋର ସବୁବେଳେ ଦେଖିପାରିବେନି, ମୋର ମଣ୍ଡଳୀ ଲୋକ ମତେ ଦେଖିପାରିବେନି। ଲେଖା ସଦାପ୍ରଭୁଙ୍କ ଚକ୍ଷୁ ସର୍ବତ୍ର ଥାଇ ଅଧମ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ। ହଁ, ସଦାପ୍ରଭୁଙ୍କ ଚକ୍ଷୁ ସମସ୍ତଙ୍କୁ ଦେଖୁଛି। ସେ ଚକ୍ଷୁରେ ଆପଣ ବି ଦେଖା ଯାଉଛନ୍ତି, ମୁଁ ବି ଦେଖା ଯାଉଛି, ସେ ସମସ୍ତଙ୍କୁ ଦେଖୁଛନ୍ତି। ଯୁବା ଯୁବତୀ ମନେ ରଖିଥାନ୍ତୁ, ଏବେ ଯାଏ ଯେତିକି ଲୋକ ଭାବୁଛୁ ମତେ କିଏ ଦେଖୁନାହାନ୍ତି, ମୋବାଇଲ କିନା ମେସେଜ କରିଦେଇ ଚୁପ୍ ହେଇ ଦେଇଥାଉ, ସତ କି ଚୁପ୍ କଲେ ଚମକି ଯିବେ, ଆଇଲା କି? ଆଜି ଯଦି ବଦଳି କରି ଯିବେ ନାହିଁ, ମନେ ରଖିଥାନ୍ତୁ, ଆସନ୍ତା ସମୟ କଣ ହବ ଆମେ ଜାଣିନୁ। ଜଗତ ପାପରେ ମନ୍ଦତାରେ ପରିପୂର୍ଣ୍ଣ। ଏମିତି ଜଗତରେ ଅଛୁ, ପ୍ରଭୁ ସବୁକୁ ଦେଖୁଛନ୍ତି, ତମକୁ ବି ଦେଖୁଛନ୍ତି। ସେମାନେ ତ ଦଣ୍ଡ ପାଇବେ ପାଇବେ। ଏବେ ଭେନେଜୁଏଲାରେ ଭୂମିକମ୍ପ ହେଲା, ମାନେ 39 ସେକେଣ୍ଡରେ 2 ଥର ହେଲା। ଭାବି ଦେଖନ୍ତୁ, 39 ସେକେଣ୍ଡରେ 2 ଥର, ମାନେ ଗୋଟେ ମିନିଟ ବି ଲାଗି ନାହିଁ। ଭୂମିକମ୍ପ ହେଲା 7.3, ତାପରେ ଆଜି ସାଙ୍ଗେ ସାଙ୍ଗେ ହେଲା 7.5। ଲକ୍ଷ ଲକ୍ଷ ଲୋକ ତଳେ ଦବିଗଲେ, ବଡ ବଡ ବିଲ୍ଡିଂ ଭାଇ। ଆଜି ଜୀବନ କାଲିକୁ ନାହିଁ। ଗାଉଛ ପରା ସାରୁ ପତରେ ପାନି ବୋଲି କରି, ଏ ଜୀବନ ଆଜି କାଲିକୁ ନାହିଁ। ସେ ଗୀତ ଅଛି କି ନାହିଁ, ଏ ଜୀବନ ପ୍ରଭୁ ଦେଲାର ଦାନ, ବେକାର ତୁଇ ହରା ନାହିଁ, ବେକାର ହରା ନାହିଁ। ଏଟା ପ୍ରଭୁ ଦେଲା ଜୀବନ। ଏଟା ଯଦି ପ୍ରଭୁ ଜୀବନ ଦେଇଛନ୍ତି, ଜୀବନ ଯାକ କଲା ହିସାବ ମିଶା ନେବେ ନେବେ। ସେ ସବୁକୁ ଦେଖୁଛନ୍ତି। ଆଉ ଆମେ କଣ ଭାବୁଛୁ, ପାପ କରି ଖସି ଯିବି ବୋଲିଲା ଭଳିଆ, ଭୁଲ କାମ କରି ଖସିଯିବ। କିଏ ଖସିଯିବ? କୋଉଠି ଖସିଯିବ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯୋଉ ପାପ କରିଛୁ, ସେ ପାପ ଆମକୁ ଧରିବ। ମୋର ପାପ ମତେ ଧରିବ, ମୋର ଭୁଲ ମତେ ଧରିବ। ଏବେ କଣ, ମୁଇଁ ଭୁଲ କରି କାହାକୁ ଦୋଷ ଦେଇ ଦଉଛି। ଭୁଲ କରବା ଲୋକ ଖସି ଯାଉଛି, ଭୁଲ ଲୋକ ଅଧେରା ପଡୁଛି। ଏବେ ଦେଖ, ସେ ମନ୍ଦିରରେ କୋଟି କୋଟି ଟଙ୍କା ମାରି ଖାଇଲେ, କାହାକେ ଧରିଛନ୍ତି? ଡ୍ରାଇଭର କେ ଧରିଛନ୍ତି। ଡ୍ରାଇଭର କରବ ସବୁ କାମ, ମାମୁଲି ସାଣଟା ବଡ ବଡ ମାଛ କେ ଛାଡ଼ିଦେଲେ, କେରାଣ୍ଡି କେ ଧରି ଦେଇଛନ୍ତି। ଏ ଦେ କେରାଣ୍ଡିଆ କାଏ କେରାଣ୍ଡି। ପ୍ରିୟ ଭାଇ ଭଉଣୀ ମାନେ, ଏବେ ଚଳବ, ମୁଇଁ ଭୁଲ କରି କାହାର ନା ବି ନେଇ ଯାଇପାରିବି। ମୋର ପାପ ଆହୁରି